ସାମ୍ବାଦିକ ସମ୍ମିଳନୀରେ କ'ଣ ତଥ୍ୟ ରଖୁଛନ୍ତି? ପ୍ରାଥମିକ ତଦନ୍ତ ଆମେ କାଲିଠୁ ଆରମ୍ଭ କରିଛୁ। ଆମର ପ୍ରଥମ ଦୃଷ୍ଟି ପ୍ରାଇମ୍ ଅଫିସ୍ ଯାହା ଜଣାପଡ଼ୁଛି ଯେଉଁ 8 ତାରିଖ ଦିନ ଗୋଟେ ଘଟଣା ହେଇଥିଲା ହତ୍ୟା ଘଟଣା, ତାର ଗୋଟେ ପ୍ରତିଶୋଧ ନେବା ପାଇଁ ଗୋଟେ ପ୍ରତିଶୋଧ ପରାୟଣ ହେଇ ତାର ସେଇ ଯେଉଁ ଡିସିଜ୍ଡର ଯେ ମୃତ୍ୟୁବରଣ କରିଥିଲେ ତାଙ୍କର କିଛି ସହଯୋଗୀ ଏବଂ ଫ୍ୟାମିଲି ମେମ୍ବର୍ସର ହାତ ଥିବା ଆମେ ଯାହା ପ୍ରିଲିମିନାରୀ ଇନଭେଷ୍ଟିଗେସନରୁ ଜାଣିଛୁ। ଏବଂ ଗୋଟେ ପରିତାପର ବିଷୟ ଏବଂ ଦୁଃଖର ବିଷୟ ଯେ ଯେତେ ସବୁ ସଂଶ୍ଳିଷ୍ଟ ଅଛନ୍ତି ମ୍ୟାକ୍ସିମମ୍ ଲୋକ ଆମେ ଜାଣିବାକୁ ପାଇଛୁ ଯେ ସେମାନେ ନାବାଳକ ମାଇନର। ତ ଏହା ଉପରେ ଆମେ ଗମ୍ଭୀରତାର ସହିତ ବିଚାର କରୁଛୁ ଯେ କେଉଁ ପରିସ୍ଥିତିରେ ଏ ପ୍ରକାରର 2ଟି ଇନସିଡେଣ୍ଟ ହେଇଛି ଏବଂ ତାକୁ ଯେହେତୁ ଏଇଟା ଗୋଟେ ସ୍ପର୍ଶକତାର ବିଷୟ, ଯେଉଁ ଡିସିଜ୍ଡ ସେ ବି ମାଇନର ଏବଂ ଯେଉଁମାନେ ଆକ୍ୟୁଜ୍ ମାନେ ସେମାନେ ବି ମାଇନର, ତାକୁ ଆମେ ବହୁତ କେୟାରଫୁଲି এই ମ୍ୟାଟରଟାକୁ ଦେଖୁଛୁ, ବହୁତ ସିରିୟସଲି এই ମ୍ୟାଟରଟାକୁ ନିଆହେଇଛି ଏବଂ ଆମେ ଚେଷ୍ଟା କରୁଛୁ ଯେ ଇନଭେଷ୍ଟିଗେସନ୍ ତ ଗୋଟେ ପାର୍ଟ, ଆମେ ତାକୁ ତଦନ୍ତ କରିବୁ ଏବଂ ଯେଉଁ ନିୟମରେ ପରିବର୍ତ୍ତନ ଅଛି ଯେଉଁ ଗ୍ରେଭ୍ ଅଫେନ୍ସେସ୍ରେ ନାବାଳକ ହେଲେ ବି ତାଙ୍କର ଯେଉଁ ଟ୍ରାଏଲ୍ ପ୍ରୋସେସଟା ପ୍ରପର କୋର୍ଟରେ ଚାଲିବ ସେ ହିସାବରେ ଆମେ ଚେଷ୍ଟା କରୁଛୁ। କିନ୍ତୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଆମ ପାଇଁ ହେଉଛି ଯେ ଏ ପ୍ରକାର ଯେଉଁ ମାଇନର ମାନେ ଯେଉଁ ୱେୱାର୍ଡ ହେଇକିରି ଏ ପ୍ରକାର କାମ ମୋକଦ୍ଦମା କରୁଛନ୍ତି ତାଙ୍କୁ କେମିତି ଚେକ୍ କରାଯାଇପାରିବ ଏବଂ ତାଙ୍କୁ କେମିତି କାଉନସିଲିଂ କରାଯାଇପାରିବ ସେ ଉପରେ ଆମେ ଗମ୍ଭୀରତାର ସହିତ ବିଚାର କରୁଛୁ। ମୁଁ ଭାବୁଛି ଯେ କିଛି ଦିନ ଭିତରେ ଆମେ ଗୋଟେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବୁ ଯେଉଁଠି ନାବାଳକ ମାନେ ମାଇନର ମାନେ ଯେଉଁମାନେ କି ଆଇନର ଗଳା ବାଟ ଦେଇ ଖସି ଯାଉଛନ୍ତି ଏବଂ ପୁନର୍ବାର କ୍ରାଇମ୍ କରିବା ପାଇଁ ପଛଉନାହାନ୍ତି, ତାଙ୍କର ପ୍ୟାରେଣ୍ଟସ୍କୁ ନେଇକରି ତାଙ୍କର ଅଭିଭାବକକୁ ନେଇକରି କେମିତି କାଉନସିଲିଂ କରାଯାଇପାରିବ ବିଭିନ୍ନ ଅଞ୍ଚଳରେ ସେ ଉପରେ ଆମେ ଗୋଟେ ସ୍ପେଶାଲ ଫୋକସ୍ ଦେବୁ ଏବଂ ଅତି ଶୀଘ୍ର ସେଇ ପ୍ରୋଗ୍ରାମଟି ଆମେ ଆରମ୍ଭ କରିବୁ ବୋଲି ଆମେ ଭାବୁଛୁ। ଏବଂ ମୁଁ ଭାବୁଛି ଯେ ଏ ପ୍ରକାର ପ୍ରୋଗ୍ରାମ କଲେ କିଛିଟା ଆମେ ନାବାଳକମାନଙ୍କୁ ଏ ପ୍ରକାରର କୃତ୍ୟ କରିବାରୁ ନିବୃତ୍ତ ରଖିପାରିବା। ନାଇଁ ଦେଖନ୍ତୁ ଏଇଟା ଗ୍ୟାଙ୍ଗ ୱାର୍ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ଭାବରେ ଏଇଟା ତାଙ୍କର ବ୍ୟକ୍ତିଗତ ଝଗଡ଼ା। ଗତ 8 ତାରିଖ ଦିନ ଯେହେତୁ ତାଙ୍କର ଆଉ ମାନେ ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସମସ୍ତେ ନିଜ ନିଜର ସାଙ୍ଗ ଗୋଟିଏ ଅଞ୍ଚଳର ଯୁବକ ସମସ୍ତେ ନାବାଳକ। ଯେଉଁ 8 ତାରିଖ ଦିନ ଯେ ଡିସିଜ୍ଡ ଯାହା ମୃତ୍ୟୁବରଣ ହେଇଥିଲା ସେ ବି 18 ବର୍ଷରୁ କମ୍ ବୟସର ଏବଂ ଏମାନେ ଯେଉଁ କାଲି ଯେଉଁ ଘଟଣା କରିଛନ୍ତି ଯାହା ଆମର ପ୍ରାଇମେରୀ ଇନଭେଷ୍ଟିଗେସନରୁ ଜଣାପଡ଼ୁଛି ତାର ଆସୋସିଏଟ୍ ଯେଉଁ ଡିସିଜ୍ଡର ଆସୋସିଏଟ୍। ତେଣୁ କୌଣସି ଗ୍ୟାଙ୍ଗ ୱାର୍ ନାହିଁ, ଏଇଟା ସେ ସାହି ଅଞ୍ଚଳର କେବଳ ମାନେ ୱେୱାର୍ଡ ନାବାଳକ ମାନେ ତାଙ୍କର ଦେ ନିଡ୍ ମୋର୍ ଆଟେନସନ୍, ତାଙ୍କୁ ଆହୁରି ଟିକେ କାଉନସିଲିଂର ଆବଶ୍ୟକତା ଅଛି ବୋଲି ଯାହା ମୁଁ ମନେ କରେ। ଏବଂ ଖୋଜା ବ୍ୟବସାୟ ଦାଣ୍ଡରେ ଯେଉଁ ଖୋଜା ବ୍ୟବସାୟ ଚାଲିଛି ଏବଂ ଏଇ ଖୋଜା ବ୍ୟବସାୟକୁ ନେଇକରି ଏମାନଙ୍କ ମଧ୍ୟରେ ଏଇ ହଣାକଟା ବା ଯେଉଁମାନେ ମାନେ ମର୍ଡର କରୁଛନ୍ତି ଇଏ ତା ପଛରେ ଏଇ ଖୋଜା ବ୍ୟବସାୟ ରହିଛି। ହଁ, ଗୋଟେ ରିଜନ୍ ହେଇଥାଇପାରେ ଖୋଜା ବ୍ୟବସାୟ, କିନ୍ତୁ ଖୋଜା ବ୍ୟବସାୟରୁ ଏତେ ବଡ଼ ଘଟଣା 2ଟି ଘଟିବାଟା ଆମ ପାଇଁ ଉଦ୍ବେଗର ବିଷୟ, ଯେଉଁଟା ଆମେ ବହୁତ ସିରିୟସଲି ତାକୁ ନିଆହେଇଛି ଏବଂ ଅଲ୍ ଫିଲ୍ଡ ଅଫିସର୍ସ ଯେଉଁମାନେ ଅଛନ୍ତି ତାଙ୍କୁ ଷ୍ଟ୍ରିକ୍ଟଲି ଡିରେକ୍ସନ୍ ଦିଆହେଇଛି ହ୍ୱାଟ୍ ଏଭର୍ ବି ଦ ରିଜନ୍, ଯେକୌଣସି ରିଜନ୍ ହେଉନା କାହିଁକି ଏ ପ୍ରକାରର ଜିନିଷ ଯେମିତି ରିପିଟ୍ ନ ହେଉ ଏବଂ ନାବାଳକମାନଙ୍କ ପ୍ରତି ସେମାନେ ଉଚିତ ଧ୍ୟାନ ଦେବେ। ଯଦି କିଛି ନଜରରେ ଆସୁଛି ତାହାକୁ କାଉନସିଲିଂ କରିବା ପାଇଁ ପଦକ୍ଷେପ ନେବେ ଏ ପ୍ରକାର ଜିନିଷ କୁହାଯାଇଛି ଏବଂ ଆମେ ଯତ୍ନବାନ ଅଛୁ। ଆଉ ଆମେ ପ୍ରତିଶ୍ରୁତି ତାଙ୍କର ଯେଉଁ ଯିଏ ମୃତ୍ୟୁବରଣ କରିଛନ୍ତି ତାଙ୍କ ନାଁରେ ମଧ୍ୟ ଆଗରୁ ବହୁତ ଅପରାଧିକ ମାମଲା ରହିଥିଲା। ତେଣୁ ଆମେ କହିଲି ଯେହେତୁ ତାଙ୍କ ଅଞ୍ଚଳରେ ହିଁ ଗୋଟେ ପତିଆରାର ଲଢ଼େଇ ତାଙ୍କ ଭିତରେ ଗଣ୍ଡଗୋଳ ହେଇଥିଲା। ବଟ୍ ମୁଁ ପୁନର୍ବାର ରିପିଟ୍ କରୁଛି ଯେ ଆମର ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ନାବାଳକମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ଏବଂ ତାହା ଆମକୁ ବ୍ୟଥିତ କରିଛି ଏବଂ ଆମେ ତାକୁ ଅତି ଗମ୍ଭୀରତାର ସହିତ ନେଇଛୁ ଏବଂ ସେ ଉପରେ ଆମେ ସେଇ ଦିଗରେ ଆମେ ସ୍ପେଶାଲ ଫୋକସ୍ ଦେଇ କାମ କରୁ। ବିଭିନ୍ନ ଥାନାମାନଙ୍କରେ ଏମିତି ନାବାଳକମାନଙ୍କର ଏମିତି ଅପରାଧ ବଢ଼ୁଛି, ତେଣୁ ସବୁ ଥାନାଗୁଡ଼ିକରେ କେଉଁଭଳି ପେଟ୍ରୋଲିଂ କଡ଼ାକଡ଼ି ହେବ, ନାବାଳକମାନେ ନିଶାରେ ବଞ୍ଚିତ ହେବେ? ଦେଖନ୍ତୁ ପେଟ୍ରୋଲିଂ ଗୋଟେ ବ୍ୟବସ୍ଥା, କିନ୍ତୁ ଯେତେବେଳେ ନାବାଳକମାନଙ୍କର କଥା ଆସୁଛି
ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି କାଉନସିଲିଂ ତାଙ୍କ ପ୍ୟାରେଣ୍ଟସ୍ ମାନଙ୍କ ସହିତ କାଉନସିଲିଂ କରିବା ତା ପାଇଁ ଗୋଟେ ସ୍ପେଶାଲ ପ୍ରୋଗ୍ରାମ ଆମକୁ ଭାବିବାକୁ ପଡ଼ିବ ଏବଂ ଆମେ ତାହା ଅତି ଶୀଘ୍ର ଅଲଗା ଏଜେନ୍ସିଜ୍ ମାନଙ୍କୁ ବି ଯେମିତି ଚାଇଲ୍ଡ ପ୍ରୋଟେକ୍ସନ୍ ଅଫିସର ଏବଂ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ହେଲା CWC ହେଲା ତାଙ୍କ ସହିତ ଗୋଟେ ବୈଠକ କରି ଆମେ ଇମିଡ଼ିଏଟଲି ତା ଉପରେ ଆମେ ଆରମ୍ଭ କରିବୁ ଏବଂ ଯେତେ ନାବାଳକର ଯେଉଁ ଅପରାଧିକ ପୃଷ୍ଠଭୂମି ଅଛି ବା ଅପରାଧ ପ୍ରତି ତାଙ୍କର ପଳେଇ ଯିବାର ସମ୍ଭାବନା ଅଛି ଅପରାଧିକ ମାମଲାରେ ତାଙ୍କୁ ଆମେ କାଉନସିଲିଂ କରିବା ପାଇଁ ଚେଷ୍ଟା କରିବୁ କିନ୍ତୁ ଆମେ ଅନ୍ୟାନ୍ୟ ଏଜେନ୍ସିଜ୍ର ମଧ୍ୟ ସହାୟତା ନେବୁ। ସାର୍ ଏହା ପୂର୍ବରୁ ମଧ୍ୟ ସମୁଦ୍ରକୂଳେ ଗୋଟେ ଉଦ୍ଧାର ହେଇଥିଲା ହଁ ତାର ଇନଭେଷ୍ଟିଗେସନ ମଧ୍ୟ ଚାଲିଛି ମୁଁ ସେଦିନ ବି ଆପଣଙ୍କୁ କହିଥିଲି ସେଟା ଆମର ପୁରୀ ସହିତ ତାର କୌଣସି ଲିଙ୍କ ନାହିଁ ସେ ଯେଉଁ ଡେଥ୍ ହେଇଥିଲା ସେ ଜଣେ ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତି ତାଙ୍କର ତାର ଘର ହେଉଛି ବାଲେଶ୍ୱର ତ ଯେହେତୁ ଆମର ପୁରୀରେ ତା ଡେଡ୍ ବଡି ଠାବ କରାଯାଇଥିଲା ଆମେ ମୋକଦ୍ଦମା କରିଛୁ ଏବଂ ଇନଭେଷ୍ଟିଗେସନ କରିଛୁ ଆମେ ଇମ୍ପୋର୍ଟାଣ୍ଟ ଏଭିଡେନ୍ସ ତାର ହସ୍ତଗତ ହେଇଛି ସେଇ କେସ୍ ମଧ୍ୟ ଇମିଡ଼ିଏଟଲି କିଛି ସମୟ ମଧ୍ୟରେ ଆମେ ଡିଟେକ୍ସନ୍ କରିବୁ। ଏଇଟା ସାର୍ପ କଟିଂ ୱେପନ୍ରେ ଗତକାଲିର ଯେଉଁ କେସ୍ ହେଇଛି ଗୋଟେ ସାର୍ପ କଟିଂ ୱେପନ୍ରେ କଟୁରୀର ୱେପନ୍ ଯେଉଁଟା ହାଉସ୍ ହୋଲ୍ଡରେ ଥାଏ ସେଇଟା ୟୁଜ୍ କରାହେଇଛି ତ ସେଇଟା କେଉଁଠୁ ସେମାନେ ପ୍ରକ୍ରିୟା କରି ଯିଏ ତାଙ୍କୁ ଦେଇକି ତା ମଧ୍ୟ ଏସର୍ଟନ୍ କରାହେଇଛି ତାକୁ ମଧ୍ୟ ଆମେ ଅଲରେଡ଼ି ତା ନାମ ଏସର୍ଟନ୍ କଲୁଣି ଓ ତାଙ୍କୁ ମଧ୍ୟ ଅଲରେଡ଼ି ଆମେ ଚେଷ୍ଟା କରୁଛୁ ଆପ୍ରିହେଣ୍ଡ କରିବା ପାଇଁ ତ ଏଇ ସମସ୍ତ ଏକ୍ୟୁଜ୍ଡକୁ ଅତି ଶୀଘ୍ର ଆମେ ଆପ୍ରିହେଣ୍ଡ କରିବୁ ଏବଂ ତା ପରବର୍ତ୍ତୀ ସମୟରେ ନାବାଳକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ହଁ ଅଲରେଡ଼ି ଟିମ୍ ଫର୍ମେସନ୍ ହେଇଛି କାମ ଆରମ୍ଭ ହେଇଛି। ସିଧାସଳଖ ଆପଣମାନେ ଶୁଣୁଥିଲେ ବର୍ତ୍ତମାନ ପୁରୀ ଏସ୍ପିଙ୍କ ପ୍ରତିକ୍ରିୟା ଖଜା ବିବାଦ